ଏବେ ଚାରିଆଡ଼େ ଚର୍ଚ୍ଚା ଥିବା ମିନି କେଦାରନାଥ ଅଞ୍ଚଳରେ ଥିବା ବର୍ଚଣା ବ୍ଲକର ଅଞ୍ଚଳରେ ସ୍ଥାପିତ ଆମର ଏଠାରୁ ଜମା 7 କିଲୋମିଟର ଆମେ ଯାଉଛୁ। ଦେଖନ୍ତୁ ଏ ଗାଡ଼ି ଚାଲିଛି। ଆମେ ସିଧା ଯାଇଛୁ ମନ୍ଦିରଟି ଯାଜପୁର ଜିଲ୍ଲା ବଢିଙ୍ଗା ଗାଁର କାଇମେଟିଆଠାରେ କାଇମେଟିଆ ପଞ୍ଚାୟତର ବାରଙ୍ଗ ଗାଁରେ ରାସ୍ତା ଅଛି। ରାସ୍ତା ମନ୍ଦିରଟି ହେଉଛି ବର୍ଚଣାରୁ 7 କିଲୋମିଟର ଆମ ଗାଡ଼ି କରୁଛି। ଦେଖନ୍ତୁ ଏ ରାସ୍ତାଟି ପୁରା 3 କିଲୋମିଟର ଗଲା ପରେ ଗୋଟେ ଡାଣକୁ ଏଇଟା ହେଉଛି ଏ ସିଧା ରାସ୍ତାଟା ହେଉଛି ବର୍ଚଣା ସିଧା ରାସ୍ତା। ଏ ରାସ୍ତାରେ ବି ଦେଖିବ ଟ୍ରେନ୍ ଲାଇନ୍ ପଡ଼ୁଛି। ଏ ମନ୍ଦିର ପୁରା ଅବିକଳ ଉତ୍ତରାଖଣ୍ଡର କେଦାରନାଥ ଭଳିଆ ଦେଖାଯାଉଛି। ସେଥିପାଇଁ ସମସ୍ତେ ଏଇଟା ମିନି କେଦାରନାଥ ବୋଲି କହୁଛନ୍ତି। ଏ ବର୍ଚଣା ବ୍ଲକରେ ଯାଉଛି। ଦେଖନ୍ତୁ ଟ୍ରେନ୍ ଲାଇନ୍ଟି ବର୍ତ୍ତମାନ ପଡ଼ିଛି। ଏ ଲାଇନ୍ରେ ଆମେ ଏବେ ଅପେକ୍ଷା କରୁଛୁ। ଟ୍ରେନ୍ ଲାଇନ୍ ଯାଉଛି। ବର୍ତ୍ତମାନ ଏଇ ହେଉଛି ଜଗତେଶ୍ୱର ଧାମ। ଆମେ ଚାଲିଲୁ ଗୋଟେ ଗାଁର ପୁରା ନିପଟ ଛତିଆ ଗାଁର ପାହାଡ଼ ଜଙ୍ଗଲ ଭିତରେ ଏ ମନ୍ଦିରଟି ସ୍ଥାପିତ ହୋଇଛି। ଏ ମନ୍ଦିର 30 ବର୍ଷ ପୂର୍ବରୁ ଜଣେ ତିଆରି ପାଇଁ ଶୁଭ ଶିଳାନ୍ୟାସ ଦେଇଥିଲେ। ଇଏ ହେଉଛି ଜଗତେଶ୍ୱର ଧାମ। ଏ ଜଗତେଶ୍ୱର ଧାମ ଇଏ ହେଉଛି ଏ ମନ୍ଦିର ଜଣେ ଗ୍ରାମବାସୀ ମନ୍ଦିର ପ୍ରଥମେ ସେ ଗ୍ରାମର ନରହରି ବେହେରା ପ୍ରଥମେ ଶୁଭ ଶିଳାନ୍ୟାସ ଦେଇଥିଲେ। ପରେ ପରେ ଅସୁବିଧା ହେବାରୁ ସେ ମନ୍ଦିର ତିଆରି କରିପାରିନଥିଲେ। ସେଇ ଗ୍ରାମର ଜଣେ ଅଭିପାତ୍ରଙ୍କୁ ଦିଆଯାଇଥିଲା କାମ କରିବାକୁ। କାଳକ୍ରମେ ସିଏ ବି କରିପାରିନଥିଲେ। ଦିନକର ଏ ମନ୍ଦିରର ଜଣେ ଗଡ଼ି ଯାଉଥିଲା। ଦିନେ କାଳକ୍ରମେ ଜଣେ ଗଡ଼ି ଯାଉଥିଲା, ପୂର୍ଣ୍ଣ ହୋଇପାରିଲା ନାହିଁ। ଦିନେ ସ୍ୱପ୍ନଘାତ ହୋଇଥିଲା ଯାଜପୁର ଜିଲ୍ଲାର ବିଞ୍ଝାରପୁର ଗ୍ରାମର ସତ୍ୟବ୍ରତ ଦାସଙ୍କୁ। ଦିନେ ତାଙ୍କୁ ସ୍ୱପ୍ନାଘାତ ହେଇଥିଲା। ହେଲା ପରେ ସିଏ ବରା ଗାଁକୁ ଆସି ସେମାନେ ଏଇ ମନ୍ଦିରକୁ ସମ୍ପୂର୍ଣ୍ଣ କରିଥିଲେ। ଯାହାଫଳରେ ଆଜି ମିନି ଉତ୍ତରାଖଣ୍ଡ କେଦାରନାଥ ଭଳିଆ ଦେଖାଯାଉଛି। ପୁରା ମିନି କେଦାରନାଥ କହୁଛନ୍ତି ଏ ଧାମ। ଦେଖନ୍ତୁ କେମିତି ପୁଷ୍କରଣୀ ଅଛି। ସମ୍ପୂର୍ଣ୍ଣ ପରିବେଶଟା ପୁରା ସୁନ୍ଦର ଲାଗୁଛି। ଏ କେଦାରନାଥ ମନ୍ଦିର ମିନି କେଦାରନାଥ ମନ୍ଦିର ଦେଖିବା ପାଇଁ ପ୍ରତିଦିନ ଶହ ଭକ୍ତ ଧାଇଁ ଆସୁଛନ୍ତି ଏ ମିନି କେଦାରନାଥ ଦେଖିବାକୁ। ଏହି ଗାଁ ବର୍ତ୍ତମାନ ୟୁଟ୍ୟୁବ୍ ହେଉ ଫେସବୁକ୍ ହେଉ ଚର୍ଚ୍ଚାର ବିଷୟ। ଦେଖନ୍ତୁ ଜଗତେଶ୍ୱର ଧାମ କେମିତି କାରୁକାର୍ଯ୍ୟ ପୁରା ଯେମିତି ଉତ୍ତରାଖଣ୍ଡ ଭଳିଆ କରାଯାଇଛି। କଲର୍ କରାଯାଇଛି। କାରୁକାର୍ଯ୍ୟ ପୁରା ଯେମିତି ପଥର ପ୍ୟାକିଂ ହେଇ କାମ ହେଇଛି। କାରୁକାର୍ଯ୍ୟ ହେଇଛି ପୁରା ମିନି କେଦାରନାଥ। ଆମେ ତ ଦେଖାଉଛୁ, ଆପଣ ନ ଦେଖିଲେ ବି ଜାଣିପାରିବେନି। ମନ୍ଦିରଟି ପୁରା ମିନି କେଦାରନାଥ ଭଳିଆ ହେଇଛି। ଆମେ ବି ଭାବି ପାରିନଥିଲୁ ଏ ମନ୍ଦିରଟି ଏଇଭଳିଆ ହେଇଛି। ବର୍ତ୍ତମାନ ଶହ ଭକ୍ତ ଭିଡ଼ ଜମୁଛନ୍ତି ଦେଖିବା ପାଇଁ। ଆମେ ବି ଠାକୁରଙ୍କୁ ଦର୍ଶନ କରିଥିଲୁ। ଭିତରୁ ଯାଇଥିଲୁ। ଯେମିତି ଆକୃତି ଦେଖନ୍ତୁ ପୁରା ମନ୍ଦିରଟି କେମିତି ପରିପୂର୍ଣ୍ଣ ହେଇଛି। ପୁରା ଯେମିତି ସମ୍ପୂର୍ଣ୍ଣ ଯେମିତି କେଦାରନାଥଙ୍କର ଆକୃତି ଆସିଛି। ଉପରେ ପୁରା କାରୁକାର୍ଯ୍ୟ ପୁରା ଭରିପୁର ହେଇଛି। ଏଇ ଯେଉଁ ଯାଜପୁର ଜିଲ୍ଲାର ବଢିଙ୍ଗା ଗାଁର କାଇମେଟିଆ ଗାଁ ପଞ୍ଚାୟତର ବାରଙ୍ଗ ଗାଁରେ ଏ ମନ୍ଦିରଟି ପୁରା ଗଢ଼ି ଉଠିଛି। ଜମା ଛତିଆ ଠାରୁ 7 କିଲୋମିଟର ରାସ୍ତାଟି ପୁରା ସମ୍ପୂର୍ଣ୍ଣ ଭଲ ଅଛି। ଏ ମନ୍ଦିର ପୁରା କାରୁକାର୍ଯ୍ୟ ଦେଖନ୍ତୁ। ଆମେ ଭିତରୁ ଯାଉଛୁ, ଭକ୍ତମାନେ ବି ଯାଉଛନ୍ତି। କିନ୍ତୁ ମନ୍ଦିରଟା ଭିତର କାରୁକାର୍ଯ୍ୟ କେମିତି ଏମିତି ମନ ମୋହିଛି। ଭକ୍ତମାନେ ବି ସେଠି ଘଣ୍ଟାଏ ନ ଠିଆ ହେଲେ ବି ମନ ଶାନ୍ତି ହେବନି। ଏ ଦେଖନ୍ତୁ ମନ୍ଦିର କାରୁକାର୍ଯ୍ୟ। ଏଇଟା ଭିତର ଦୃଶ୍ୟ। ଭକ୍ତମାନେ ଆସୁଛନ୍ତି, ଘଣ୍ଟି ବାଡ଼ଉଛନ୍ତି। ଭିତର ଦୃଶ୍ୟ ପହଡ଼ ଖୋଲା ହେଲା। ଆମେ ବି ଅପେକ୍ଷା କରିଥିଲୁ 4:15ରେ ପହଡ଼ ଖୋଲା ହେଲା। ଆମେ ବି ଠାକୁରଙ୍କୁ ଦର୍ଶନ କଲୁ। ଠାକୁର ବର୍ତ୍ତମାନ ଅନ୍ଧାର ଘରେ ଅଛନ୍ତି। ବର୍ତ୍ତମାନ ଲାଇଟ୍ ଦିଆଯିବ ଠାକୁରଙ୍କ ଦର୍ଶନ ପାଇଁ। ଦେଖନ୍ତୁ ଲାଇଟ୍ ଲାଗିଲା। ପୁରା ଜଗତେଶ୍ୱର ଧାମ ଏ ମନ୍ଦିରଟି ପୁରା ମିନି କେଦାରନାଥ ଭଳିଆ ମନ୍ଦିରଟି ତିଆରି କରାଯାଇଛି। ଠାକୁରଙ୍କୁ ନନା କେନ୍ଦ୍ର ପୂଜା କରୁଛନ୍ତି। ଭିତରେ ପୁରା ଶିବଲିଙ୍ଗ ଅଛନ୍ତି। ଜଗତେଶ୍ୱର ଧାମ ପୂଜା ପାଉଛନ୍ତି। ଦୁର୍ଗାଙ୍କ ଆକୃତି ପୁରା ସେଠି କରାଯାଇଛି। ଦୁର୍ଗା କେମିତି ମହିଷାସୁର ବଧ, ବାଘ ଘଣ୍ଟାଟି ଲାଗିଛି। ପୁରା ମ୍ୟୁଜିକ୍ ସିଷ୍ଟମ୍ ଲାଗିଛି ମନ୍ଦିର ଭିତରେ। ପୁରା ପରିବେଶ ଇଏ ନବଗ୍ରହ ଅଛନ୍ତି ସମ୍ମୁଖରେ। ନବଗ୍ରହ ଏଠି ପୂଜା ପାଉଛନ୍ତି। ପରିବେଶ ପୁରା ଶାନ୍ତି ଲାଗିବ ଆପଣଙ୍କୁ। ନ ଦେଖିଲେ ବି ଆପଣ ଜାଣିପାରିବେନି। ଖାଲି ଆମେ ଭିଡ଼ିଓଟି ପକାଇଦେଲେ କ'ଣ ଆପଣ ସେଥିରୁ ଶାନ୍ତି ହେଇଯିବେ? ସେ ଜାଗାକୁ ଯିବାକୁ ପଡ଼ିବ। ଜମା ଛତିଆ ଠାରୁ 7 କିଲୋମିଟର ଯାଜପୁର ଜିଲ୍ଲା ବଢିଙ୍ଗା ଗାଁ ସେ